ଯେଭଳି ପବିତ୍ର ବିଧାନସଭାର ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି, ବାଚସ୍ପତିଙ୍କୁ ଯେଭଳି ଭାବରେ ବ୍ୟବହାର ପ୍ରଦର୍ଶନ କରାଗଲା ତାହା ମଧ୍ୟ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳଠୁ ଆଶା ଅପେକ୍ଷା କରା ନଯାଏ। ନିଶ୍ଚିତ ଭାବରେ ଆମେ ଗଣତନ୍ତ୍ର ବିଶ୍ୱାସ କରୁଥିବା ଗୋଟେ ଦାୟିତ୍ୱ ସମ୍ପନ୍ନ ଦଳ ଲମ୍ବା ସମୟ ଧରି ବିରୋଧୀ ଦଳରେ ଆମେ ରହିଛୁ। 3 ନମ୍ବର ଦଳରେ ରହିବାର ବହୁତ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼େ। 3 ନମ୍ବର ଦଳରେ 2 ନମ୍ବର ଦଳ ଆମେ ବହୁତ ଦିନ ପରେ ହେଇଛୁ ଏବଂ ତାପରେ 1 ନମ୍ବର ଦଳ ହେଇଛୁ। ଓଡ଼ିଶାରେ ବିରୋଧୀ ଦଳ ଗଠନମୂଳକ ପ୍ରସ୍ତାବ ଦେବା, ଗଠନମୂଳକ ସମାଲୋଚନା କରିବାକୁ ମନା କେହି କରେନି। ସହଯୋଗ ମଧ୍ୟ ଗଠନମୂଳକ ହେବା ଦରକାର ଏବଂ ବିରୋଧ ମଧ୍ୟ ଗଠନମୂଳକ ହେବା ଦରକାର। ବିଭିନ୍ନ ବିଷୟରେ ସରକାରକୁ ଗଣତନ୍ତ୍ର ସମାଲୋଚନା କରାଯାଏ। ଭୁଲ ଥିଲେ ଭୁଲର ସଂଶୋଧନ ମଧ୍ୟ ସରକାରୀ ଦଳ କରିବା ପାଇଁ ନିଶ୍ଚିତ ଭାବରେ ବିରୋଧୀ ଦଳ ଯଦି ସଠିକ୍ କଥା କହୁଛି ତାକୁ ଗ୍ରହଣ କରିବାର ମନା ନାହିଁ। କୌଣସି ଆଧାର ନାହିଁ, ବିଷୟବସ୍ତୁ ନାହିଁ, ଯେଭଳି ଭାବରେ କରାଗଲା ତାକୁ ଭାରତୀୟ ଜନତା ପାର୍ଟି ନିନ୍ଦା କରୁଛି। କିଛି ପ୍ରଚାର ଅପପ୍ରଚାର କରି ଯେଭଳି ଭାବରେ ସର୍ଟକଟ୍ରେ ରାଜନୀତି କରିବାର ଚେଷ୍ଟା କରୁଛନ୍ତି ଆଉ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ପାଇଁ ସେମାନେ ଏପର୍ଯ୍ୟନ୍ତ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହୋଇପାରୁନାହାନ୍ତି। ହ୍ୟାଙ୍ଗଓଭର ରହୁଛି, ଆମେ ଏବେ ବି ସରକାରରେ ଅଛୁ ବୋଲି ଯେଉଁମାନେ ଭାବୁଛନ୍ତି ସେମାନେ ଜୋସ୍ରେ ନ ରହିକି ହୋସ୍କୁ ଆସିବା ଦରକାର ଏବଂ ଅନୁଭବ କରିବା ଦରକାର ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶାର ଲୋକମାନେ ଯେଉଁ ଜନମତ ଦେଇଛନ୍ତି ତାକୁ ଆମେ ସମସ୍ତେ ସମ୍ମାନ ଦେବା ଉଚିତ। ଓଡ଼ିଶାର ଜନମତ ବିରୋଧୀ ଦଳକୁ ପ୍ରତ୍ୟାଖ୍ୟାନ କରିଛି, ଏକଥାକୁ ସ୍ୱୀକାର କରିବା ଉଚିତ। ସମସ୍ତେ ଯେଭଳି ଭାବରେ ଆଇନକୁ ହାତକୁ ନେବା ଉଚିତ ନୁହେଁ, ସେମାନେ ବହୁତ ଥର ବାରମ୍ବାର କହୁଥିଲେ ଆଇନକୁ ହାତକୁ ନେବା କେହି ଉଚିତ ନୁହେଁ। ଆଜି ଆଇନକୁ ହାତକୁ ନେବାର ସାଧାରଣ ଲୋକଙ୍କ ଜୀବନ ସହିତ ଖେଳିବାର ଅଧିକାର କାହାର ନାହିଁ ଏବଂ ଯେଭଳି ଭାବରେ ଆଚରଣ, ଉଚ୍ଚାରଣ, ବ୍ୟବହାର ଏକ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟି ତାକୁ ତୀବ୍ର ନିନ୍ଦା କରୁଛି ଏବଂ ସେ କୌଣସି ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ। ଆଜି ବିଧାନସଭାର ମର୍ଯ୍ୟାଦାକୁ ଆଖି ଆଗରେ ରଖି ସମସ୍ତେ କାମ କରିବା ଉଚିତ ଏବଂ ବିଜେପି ଗଣତନ୍ତ୍ର ବିଶ୍ୱାସ କରେ, ରାଜନୈତିକ ବ୍ୟବସ୍ଥା ବିଶ୍ୱାସ କରେ। ଅନ୍ୟମାନେ ଗଣତନ୍ତ୍ର ନଷ୍ଟ କରିବା ପାଇଁ ପ୍ରୟାସ କରୁଥିଲେ, ଅପଚେଷ୍ଟା କରୁଥିଲେ, ରାଜନୈତିକ ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଅପଚେଷ୍ଟା କରୁଥିଲେ। ସେଥିରେ ତାଙ୍କୁ ଉଚିତ ଜବାବ ସାଧାରଣ ଲୋକ ଦେଇଛନ୍ତି। ସେଥିରୁ କିଛି ଶିକ୍ଷା ଲାଭ କରିବା ଉଚିତ। ବିଗତ ବର୍ଷମାନଙ୍କରେ ଯେଉଁମାନେ ଲମ୍ବା ସମୟ ଧରି କଂଗ୍ରେସ ଶାସନରେ 56 ବର୍ଷ ଦିଲ୍ଲୀରେ ଶାସନ ରହିଛି, କାହିଁକି ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି କଂଗ୍ରେସକୁ? କଂଗ୍ରେସ ତା ଦେହରେ ଆତ୍ମସମୀକ୍ଷା କରିବା ଉଚିତ। କର୍ଣ୍ଣାଟକରେ କ'ଣ ଘଟୁଛି ତାକୁ ମଧ୍ୟ ନିଜ ଆର୍ସିରେ ନିଜ ଚେହେରା ଦେଖିବା ଉଚିତ। ଏଠି ଲୋକଙ୍କର, ଜନସାଧାରଣଙ୍କୁ ଯାହା ଶିକ୍ଷା ଆମକୁ ଦେଇଛନ୍ତି ସେ ଶିକ୍ଷାକୁ ବିରୋଧୀ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ମୁଁ ସବୁବେଳେ କହୁଛି, କାହିଁକିନା ମୁଁ ସବୁବେଳେ କହୁଥିଲି ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଆମେ ଆମ ମର୍ଯ୍ୟାଦାର ଉଲ୍ଲଂଘନ କରିବାନି।